ଧରା ଅବତରଣ କରିବେ ବିଘ୍ନ ବିନାଶକ ପ୍ରଭୁ ଗଜାନନ। ସେଥିପାଇଁ ସଜେଇ ହେଉଛି ଗାଁଠୁ ସହର। ଶେଷ ସ୍ପର୍ଶ ଦେଉଛନ୍ତି ଶିଳ୍ପୀ। ନିଆରା ଉଦ୍ୟମରେ ବେଶ୍ ଦୁଇ ପଇସା ରୋଜଗାର ସହ ପରିବାରର ପେଟ ପୋଷି ପାରୁଛନ୍ତି କିନ୍ନରମାନେ। କଞ୍ଚା ମାଟିରେ ନୂଆ ରୂପ ଦେବା ସହ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିପାରୁଛନ୍ତି, ଯାହାକୁ ନେଇ ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକରୁ ଦେଖିବା ଏ ସ୍ୱତନ୍ତ୍ର ରିପୋର୍ଟ। ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ବଡ଼ଝଡ଼ା ଗାଁରେ କିନ୍ନରଙ୍କ ନିଆରା ପ୍ରୟାସ ଦେଖିବାକୁ ମିଳିଛି। କଞ୍ଚା ମାଟିରେ ତିଆରି କରୁଛନ୍ତି ଭଳିକି ଭଳି ମୂର୍ତ୍ତି। ରଙ୍ଗ ବେରଙ୍ଗର ସଜେଇ ହେଇଛି ପ୍ରଭୁ ଗଜାନନଙ୍କ ମୂର୍ତ୍ତି, ଯେଉଁ ମୂର୍ତ୍ତି ଗଢ଼ି ରୋଜଗାର କରିବା ସହ ପେଟ ପୋଷି ପାରୁଛନ୍ତି କିନ୍ନରମାନେ, ଯାହା ସମାଜ ପାଇଁ ବଡ଼ ନିଦର୍ଶନ। ସମାଜରେ କିନ୍ନରକୁ ସ୍ଥାନ ସ୍ୱତନ୍ତ୍ର ହୋଇଥିବା ବେଳେ ମୂର୍ତ୍ତି ଶିଳ୍ପ ସେମାନଙ୍କ ଜୀବନ ଧାରଣ ଶୈଳୀକୁ ପରିବର୍ତ୍ତନ କରିଛି। ଗାଁର ମଲେଇ କିନ୍ନର, ଯିଏକି ଛୋଟବେଳେ ସଂଘର୍ଷ କରି ଆଜି ସଫଳତାର ଶିଖରରେ ପହଞ୍ଚି ପାରିଛନ୍ତି। 20 ବର୍ଷର ଅକ୍ଳାନ୍ତ ପରିଶ୍ରମ ତାଙ୍କୁ ସମାଜର ପ୍ରତିଷ୍ଠିତ କରିପାରିଛି। ତାଙ୍କ ଯୋଗୁଁ ଅନେକ ପରିବାର ମୁହଁରେ ଆହାର ମିଳିପାରିଛି। 5 ଜଣ ସଦସ୍ୟଙ୍କୁ ନେଇ ତାଙ୍କର ଏହି ମୂର୍ତ୍ତି ଶିଳ୍ପ ଲକ୍ଷ ଲକ୍ଷ ଟଙ୍କା ରୋଜଗାର ଦେଇଛି। ଟ୍ରାନ୍ସଜେଣ୍ଡର ମାନଙ୍କ ପାଇଁ ସେ ପ୍ରେରଣାର ଉତ୍ସ ପାଲଟିଛନ୍ତି। ସମାଜର ସଂଘର୍ଷ କରି ପରିବାର ମୁହଁରେ ଆହାର ଯୋଗାଇ ପାରୁଥିବା ମଲେଇ କେବଳ ନିଜ ପରିବାର ନୁହେଁ, ବରଂ ଅନ୍ୟମାନଙ୍କ ପାଇଁ ରୋଜଗାର ଦେଇପାରିଛନ୍ତି। ତାଙ୍କ ହାତ ତିଆରି ମୂର୍ତ୍ତି ଗୁଡ଼ିକ ଢେଙ୍କାନାଳ, ଅନୁଗୁଳ, କେନ୍ଦୁଝର, କଟକ, ଯାଜପୁର ଆଦି ଜିଲ୍ଲାରେ ବେଶ୍ ଆଦୃତ ହୋଇପାରିଛି। ଏଥିପ୍ରତି ମୂର୍ତ୍ତି ତିଆରି କରି ସମସ୍ତଙ୍କ ପ୍ରଶଂସାର ପାତ୍ର ବି ହୋଇପାରିଛନ୍ତି। ତାଙ୍କ ମୂର୍ତ୍ତି ଶିଳ୍ପରେ ବର୍ଷର ସବୁ ସମୟରେ ମୂର୍ତ୍ତି କାର୍ଯ୍ୟ କରାଯାଏ। ଲୋକଙ୍କ ଚାହିଦା ଏବଂ ପସନ୍ଦକୁ ଆଖି ଆଗରେ ରଖି ଛୋଟରୁ ବଡ଼ ପର୍ଯ୍ୟନ୍ତ ବିଭିନ୍ନ ଭଳିକି ଭଳି ମୂର୍ତ୍ତି ତିଆରି କରିଥାନ୍ତି। ସବୁଠୁ ବଡ଼ କଥା ହେଲା, ଗ୍ରାମାଞ୍ଚଳ ଲୋକଙ୍କ ସୁବିଧାକୁ ଆଖି ଆଗରେ ରଖି କମ୍ ଦାମରେ ସୁଇଚ୍ ଓ ବିଶାଳକାୟ ମାଟି ମୂର୍ତ୍ତି କରିଥାନ୍ତି। ତାଙ୍କ ହାତର କଳା ସ୍ପର୍ଶରେ ଜୀବନ୍ତ ହୋଇ ଉଠେ ମାଟିର ପ୍ରତିମା। ମାଟିର ଦେହରେ ଜୀବନ୍ତ ସ୍ପର୍ଶ ଦେଇ ନୂଆ ଆକାଂକ୍ଷା ଓ ସମ୍ଭାବନା ସହ ଯୁବ ସମାଜ ପାଇଁ ପ୍ରେରଣା ଯୋଗାଇଥିବା ଏହି କୁଟୀର ମାଟି ଶିଳ୍ପ ସମାଜ ପାଇଁ ବଡ଼ ନିଦର୍ଶନ। ଆମେ ଏଠି ମୂର୍ତ୍ତି କାମ କରୁ। ମିନିମମ୍ 8-10 ବର୍ଷ, 8 ବର୍ଷ ହେଇଯିବ, 9 ବର୍ଷ ହେଇଯିବ ଏଠି ମୂର୍ତ୍ତି କାମ କରୁଛୁ। ମୋ ସହକର୍ମୀ ଯିଏ ଅଛନ୍ତି ମଲେଇ ମ୍ୟାଡ଼ାମ ବୋଲି, ମଲେଇ ବଉଳ, ତାଙ୍କର ମୋର ଟିକେ ଅଧିକା କ୍ଲୋଜ୍ ଭଲ ସାଙ୍ଗ। ପ୍ରୋଗ୍ରାମ କରୁ ଏକାଠି, ମୂର୍ତ୍ତି କାମ କରୁ। ଏଠି ଭଲ ଭଲ ମୂର୍ତ୍ତି ଭଲ ରେଟ୍ରେ ମିଳୁଛି। ଆପଣମାନେ ଆସନ୍ତୁ ବି ଦେଖନ୍ତୁ, ଦେଖିକି ଯାଆନ୍ତୁ, ମୂର୍ତ୍ତି ନିଅନ୍ତୁ, ଚଏସ୍ କରନ୍ତୁ। ଗଣେଶ ମୂର୍ତ୍ତିଠୁ ଆରମ୍ଭ କରି ଆମର ସରସ୍ୱତୀ ମୂର୍ତ୍ତି ପର୍ଯ୍ୟନ୍ତ ସବୁ ମୂର୍ତ୍ତି ତିଆରି କରାଯାଏ ଅର୍ଡର ରଖିକି। ଏଠି ଆଜିକାଲି ଯେଉଁ ପିଲାମାନେ ଅଛନ୍ତି, ଯେଉଁମାନେ କିଛି କରୁନାହାନ୍ତି, ବେକାରୀ ହେଇ ବୁଲୁଛନ୍ତି, ତାଙ୍କମାନଙ୍କୁ ବି ଅନୁରୋଧ, ଖାସ କରି ଆମ ଟ୍ରାନ୍ସଜେଣ୍ଡର ପିଲାମାନଙ୍କୁ ଯେଉଁମାନେ ଅଛନ୍ତି କି ତାଙ୍କମାନଙ୍କୁ ମୁଁ ବି ଅନୁରୋଧ କରୁଛି, ଯେଉଁମାନେ କିଛି ବି ନ କରୁଛନ୍ତି, ଘରେ ବସୁଛନ୍ତି, ଆମ ଟାଇପ୍ର ପିଲାମାନେ, ତାଙ୍କର ଏଇ ଜିନିଷ କଳା ପ୍ରତି ବି ତାଙ୍କର ରୁଚି ଅଛି, ସେମାନେ ଆସନ୍ତୁ ଆମ ପାଖକୁ, ନିଜେ ତିଆରି କରନ୍ତୁ, କାମ କରନ୍ତୁ, ନିଜ ପେଟ ପୋଷନ୍ତୁ, ପରିବାରକୁ ପୋଷନ୍ତୁ। ତାଙ୍କୁ ଏତିକି ଅନୁରୋଧ କରିବି। ପଇସା ତ ଭଲ ରୋଜଗାର ହୁଏ, ମୂର୍ତ୍ତି ନେଇକି ଡିଜାଇନ ନେଇକି ପଇସା ଆରମ୍ଭ ହୁଏ। ପଇସା ରୁହେ ମାନଙ୍କର 5,000 ଠୁ 50,000 ପର୍ଯ୍ୟନ୍ତ ମୂର୍ତ୍ତିରେ ଆମର 50,000, 60,000, 70,000 ଏମିତି ବି ମୂର୍ତ୍ତି ତିଆରି ହୁଏ। ସେଠି ଆଗରେ ବଡ଼ ମୂର୍ତ୍ତି ତିଆରି ହେଇଛି 50,000, 60,000 ମୂର୍ତ୍ତି ନେଇକି ଡିଜାଇନ ନେଇକି ଏଠି ରେଟ୍ ହୁଏ। ଆଉ ଚାହିଦା ତ ବହୁତ ଭଲ ରହିଛି। କ'ଣ ପାଇଁ ନା ଏଇ ବର୍ଷ ଟିକେ ଆମର ଟିକେ କାମ ଟିକେ ଲେଟ୍ ହେଇଯାଇଛି। କଲର କାମ ସରିବା କଥା ସରିପାରିନି। ତାପରେ ଲାଇଟ୍ ଆମର ଏଠି ଆମ ପରଜଙ୍ଗ ବ୍ଲକର ଲାଇଟ୍ ବହୁତ ପ୍ରୋବ୍ଲେମ। ଏତେ ଲାଇଟ୍ କଟୁଛି, ମାନେ କାଲି ରାତିଠୁ ଲାଇନ୍ ଯାଇଛି 9ଟାରୁ ଯେ ପର୍ଯ୍ୟନ୍ତ ଏବେ ଆସିକି ଜଷ୍ଟ ପହଞ୍ଚିଛି। ତାପରେ ବି ଜେନେରେଟର କାମ କରୁନି, ଆମେ କଲର ଦେବା ପାଇଁ ବି ଅସୁବିଧା। ଜେନେରେଟର କଲର ଦେଇ ହେଇନି କିଛି, ଆଜି ଦିନ ଯାକ ଟୋଟାଲ ବି କିଛି କାମ ହେଇନି ବର୍ଷା ସକାଶେ। ତାପରେ ମୂର୍ତ୍ତି କଲ୍ ଗୋଟେ ଫେରି ଯାଉଛି, କରି ହଉନି। ଏ ବର୍ଷ 7-8ଟା ମୂର୍ତ୍ତି ଆହୁରି ଫେରିଗଲା। ଇଏ ବି କାମ ସରିପାରିନି, ମୂର୍ତ୍ତି ଶୁଖି ପାରିନି, ତାକୁ ଗ୍ୟାସ୍ ଲଗେଇକି ଶୁଖା ଚାଲିଛି। ଗୋଟେ କିଛି କାମ ବାକି ରହିଛି, ରାତି ନିଦ୍ରା ହେଇ କରିକି ଦେବାକୁ ପଡିବ, କଷ୍ଟ କରିକି। ଆଉ କ'ଣ କରିବା। ଶିଖିଥିଲୁ, ଆଉ ଯାହାଦ୍ୱାରା କି ଆମେ ଆମ କାମାକ୍ଷାନଗର ମୂଲପାଳରେ କରୁଥିଲୁ। ତ ଏଠି ମଲ୍ଲୀ ବଉଳଙ୍କ ସାଙ୍ଗେ ଯୋଉଦିନଠୁ ମାନେ ଭାବ ସ୍ନେହ ସବୁ ବଢିଲାଣି, ତ ସିଏ କହିଲେ କି ଆସ ସବୁ ଏକାଠି କରିବା। 7-8 ବର୍ଷ ହେଲାଣି ସବୁ ଏକାଠି ରହିକି କାମ କରୁଛୁ। ଏଠି ବି ଭଲ ଆମକୁ 2 ପଇସା ମିଳୁଛି। ଆଉ 2 ପଇସା ତ ନ ମିଳୁଥିଲା ଆମେ ଏଇ କାମଟା କରିବୁନି ନା, ରାତି ଦିନ ନିଦ୍ରା ହେଇକିନା ବି ଏଇ ଜିନିଷଟା କରିବାକୁ ପଡୁଛି। ଆଉ ଭଲ ଜିନିଷଟା ଏଇଟା ଠାକୁରଙ୍କ କତିରେ ଏତିକି ବି ନୁହଁ, ମାନେ ଭଲ ଜିନିଷଟା ଗୋଟେ କଳାଟେ ଶିଖିବାକୁ ମିଳିଛି। ଆଉ ସବୁ ଜିନିଷର 100 ଠୁ ଆରମ୍ଭ କରି 60,000 ପର୍ଯ୍ୟନ୍ତ ବି ଆମର ଏଠି ମୂର୍ତ୍ତି ତିଆରି କରାଯାଉଛି, ଛୋଟଠୁ ନେଇକି ବଡ଼ ପର୍ଯ୍ୟନ୍ତ। ଆଉ ଭଲ ଇନକମ୍ ବି ହଉଛି, ଘର ବି ଚଳିବାକୁ କିଛି ଅସୁବିଧା ହଉନି। ସବୁ କିଛି ଜିନିଷ ଦେଖିବାକୁ ପଡୁଛି। ଆଉ ଆମର ଯୋଉ ଗାଁରେ ଯୋଉ ଯେକୌଣସି ଜାଗାରେ ବି ଯୁବପିଢି ମାନେ ବୁଲାବୁଲି କରୁଛନ୍ତି, ତ ଏଇ ଜିନିଷଟା କାମଟା ଶିଖିକିନା ଯଦି ଆପଣେଇ ନନ୍ତି ବି ଆହୁରି ଭଲ ହୁଅନ୍ତା।
ଆଉ ଆପଣ ମାନଙ୍କର ଯେତେ ବି ଆମରି ହଉ ମୂର୍ତ୍ତି ହଉ ସେ ଛୋଟ ମୂର୍ତ୍ତି ହଉ ଛାଞ୍ଚବାଡ଼ିଆ ହଉ ଯେକୌଣସି ମୂର୍ତ୍ତି ଏଠି ଆପଣ ଏଇ ବଡ଼ଝରା ଗ୍ରାମରେ ବି ପାଇପାରିବେ। ଆଉ ଆପଣ ବି ଆସିଲେ ବି ଆମେ ଅର୍ଡର ରଖିକିନା ସବୁ ଗ୍ରାମରେ ବି କାମ ଆପଣଙ୍କୁ ଦଉଛୁ। ଆଉ ଫଟୋ ଦେଖିବାକୁ କହିଲେ ଫଟୋ ଦେଖା ବି ମୂର୍ତ୍ତି ହଉଛି ସବୁ ଡିଜାଇନ ନେଇକିନା ସବୁ କିଛି ଆପଣଙ୍କୁ ଦିଆହବ ମୂର୍ତ୍ତି। ସେଇ ଅନୁସାରେ ଆମର ସବୁ ଅର୍ଡର ରଖାହଉଛି। ଏଠି ଆଜ୍ଞା ମୁଁ 20 ବର୍ଷ ହେଲା ଗାଁରେ ଏଇ ମୂର୍ତ୍ତି କାମ କଲିଣି, ଏ ବ୍ୟବସାୟ କଲିଣି। ପ୍ରତ୍ୟେକ ପାର୍ବଣରେ ପ୍ରତ୍ୟେକ ମୂର୍ତ୍ତି ତିଆରି କରି ମୁଁ ଜନକଲ୍ୟାଣ ନିମନ୍ତେ ଯେଉଁ ମୂର୍ତ୍ତି ତିଆରି ହେଉଛି, ଭାଲୁକୁଣି, ଗଣେଶ ପୂଜା, ଆମର ଦଶହରା ଆସିବ, ଲକ୍ଷ୍ମୀ ପୂଜା ଆସିବ, କାର୍ତ୍ତିକେଶ୍ୱର, ରାଧାକୃଷ୍ଣ, ଏହିପରି ପ୍ରତ୍ୟେକ ସରସ୍ୱତୀ, ଛୋଟ ମୂର୍ତ୍ତିଠୁ ବଡ଼ ମୂର୍ତ୍ତି ପର୍ଯ୍ୟନ୍ତ ସବୁ ମୂର୍ତ୍ତି ମୁଁ ତିଆରି କରୁଛି। ନିଶ୍ଚିତ ଏଇ ମୂର୍ତ୍ତି କାମରୁ ତ ଆମେ ଯେମିତି କଷ୍ଟ କରୁଛୁ ସେମିତି ଭଗବାନ ଫଳ ଦଉଛନ୍ତି। ଏଥିରୁ ବି ଲକ୍ଷ ଲକ୍ଷ ଇନକମ୍ ହେଉଛି। 4-5 ଜଣ ସହଯୋଗୀ ବି ଅଛନ୍ତି ମୋର ସାଙ୍ଗ ସାଥୀ, ଏମାନେ ବି ଭଲ 2 ପଇସା ନେଇକି ଭଲ ପ୍ରତିପୋଷଣ କରିପାରୁଛନ୍ତି। ସମାଜରେ ଯୁବପିଢ଼ିକି ନେଇକି ମୁଁ କହୁଛି, ଭାଇମାନେ ଭଉଣୀମାନେ, ଖାସ୍ କରି ଆମ ଟିଜି କମ୍ୟୁନିଟି ପିଲାମାନଙ୍କୁ କହୁଛି, କେତେବେଳେ ନିଜକୁ ଅକ୍ଷମ ଭାବିବନି, ସବୁବେଳେ ନିଜକୁ ସକ୍ଷମ ଭାବିବ। କାରଣ ୱାର୍କ ଇଜ୍ ଗଡ୍, କର୍ମ ହିଁ ଭଗବାନ। ସବୁବେଳେ ଆମେ ଯଦି କର୍ମ କରିବା, ଆମ ହାତରେ ଲକ୍ଷ୍ମୀ ମା ଚଳଚଞ୍ଚଳ ପ୍ରଚଳ ସବୁବେଳେ କରୁଥିବେ। ଆମେ କର୍ମ କରିବାନି, ଘରେ ବସିବା, ଆମେ କୋଉଠୁ ଖାଇବା, କୋଉଠୁ ପିନ୍ଧିବା, କୋଉଠୁ ଲଗେଇବା, ପରିବାର କେମିତି ପ୍ରତିପୋଷଣ ହେବେ? ସମସ୍ତଙ୍କୁ ଯୁବପିଢ଼ିକି କହୁଛି, ଯେମିତି ମୂର୍ତ୍ତିରେ ହସ ଦେଲେ ମୂର୍ତ୍ତି ଠାକୁର ହେଇଯାଉଛନ୍ତି, ମାଟିକି ଆକାର ଦେଲେ ସେ ମୂର୍ତ୍ତି ହେଇଯାଉଛି। ସମସ୍ତଙ୍କୁ କହୁଛି କିଛିଟା କର୍ମ କର, ନିଜର ପରିବାର ପ୍ରତିପୋଷଣ କରିବ, ନିଜେ ଖାଇବ, ବଞ୍ଚିବ, ସମାଜରେ ଚଳିବ, ନିଜେ ଭଲ ପିନ୍ଧିବ। ପଇସା ନହେଲେ ତ କିଛି ହବନି। ଆଗ ନିଜେ କର୍ମକୁ ଆପଣାଅ, ତାପରେ ଆମେ ଆଗକୁ ବଢ଼ିବା। ଢେଙ୍କାନାଳରୁ ଅକ୍ଷୟ କୁମାର ନନ୍ଦଙ୍କ ରିପୋର୍ଟ, ଏ ୱାନ୍ ଓଡ଼ିଶା।